दर्शन नीलकंठ प्रथम गणपति सर्वलोकेन्द्र नाथ नाना विद्या निधन हृदय गुणयुक्त प्रज्ञमार्गादी नेत्र आस्या भित्यांकुशज बड़ धनुगान दान्ति त्रिशूल भक्तानां कामन्त गिरिवर तनुजा प्राणनाथ महेश दिव्य कुंडल आहार बज्जल भक्त कुंडल ललित हे शिवापति पार्वतीपति त्रायीमां भव सागर त्रायीमां शिव त्रायीमां शिव त्रायीमां हर भासितं हे शिवापति पार्वतीपति त्रायीमां भव सागर वर्णिकर्पूर रूप भास्कर कांति प्रभाकर सेवितं हे शिवापति पार्वतीपति त्रायीमां भव सागर बाबा आरडीनाथ आखंडरमणि पंचानन विषय आज टे कहवा ठाकुर केमी उत्पत्ति होते जय आखंडल मणि हे जय आरडीनाथ नीलाद्रि समये थिलाटी प्रभु तुम राजूत हरण बुणीब हलुआ करुथिला टीहल फाल मुन बाजी खंडन हेला तुम्ब कपाल जाकर मुखरु भारता जिते फाल मुण बाजी खंडन होती प्रभुकर मस्तक बाजी जाकर देखी हलुआ करुला हल ता मुंड खराब हो गला चाकर मुखरु शुणिल राजा यही बारता प्रभुंकर छाई निमंते पोते बरड़ा छता प्रभु जो फाड़मुण बाजी रक्त साफ कर प्रभु मस्तक राजा सब आश्चर्य राजा संगे संगे भांगी आसिक देखिले देखा पर हठात कौन कर उपाय न पाई बरड़ा काटी आनिकी गोटे छता बन बरड़ा छता से प्रभुकर छाई निमंते पोते बरड़ा छता कनिकार पाट राणी को जेबे देला छपन राणी राति शोचती स्वप्न देखिले कहले प्रभु कहले मुझे अवस्था रही तू राजगर माँ शोबू राणी तुरंत देउल नले तोते निष्ठा बनाई महानंद भक्त आम निद्रा भान तो भंग हो जाए समय कनिकार पाट राणी को जेबे देला सपन पथर बड़ देउल राणी कले निर्वाण पथर बड़ देउल राणी कले निर्माण जिते पथर देउल निर्माण करे ताको पूजापी तो ब्राह्मण दरकार कौटू आइले ना नरापुरर कुमर पांच ब्राह्मण आनी नरापुर 5 जन कुबर को आनिकी आइले 55
ରାଜାଙ୍କ ଠାକୁରଙ୍କ ବଚନରେ ରାଜା ନରାପୁରର କୁବର 5 ବ୍ରାହ୍ମଣ ଆଣି ରଖାଇଲେ। ତାଙ୍କୁ ରାଜା ବାଣ୍ଟି ଦେଲେ, ଧରଣୀ ସମ୍ପତ୍ତି ବାଣ୍ଟି ଦେଲେ, କହିଲେ ଏଇ ସମ୍ପତ୍ତି ମାଳକ ଖାଅ, ପ୍ରଭୁଙ୍କର ପୂଜା କର। ଦେଉଳ ଉପରେ ଉଡୁଛି ଫର ଫର ପତାକା, ଦୂରୁ ରୋଗୀ ମାନେ ଦେଖିଲେ ମନେ କର ଶଙ୍କା। ଚାଲ ସେ ଆରଡ଼ି ଧାମକୁ ରୋଗ ନାଶ କରିବା। ସେତେବେଳେ ତ ଡାକ୍ତର ନଥିଲେ, ମଣି ଥିଲେ ବଡ଼ ଡାକ୍ତର। ତାଙ୍କର ଶିରୁଡ଼ି ବେଲ ପତ୍ରକୁ ଖାଇକି ଲକ୍ଷ ଲକ୍ଷ ଲୋକ, କୋଟି କୋଟି ଲୋକ ଭଲ ହଉଥିଲେ। ତେଣୁ ସେ ଆଖଣ୍ଡଳମଣି ଆଜି ବିଶ୍ୱ ପ୍ରସିଦ୍ଧ। ତାଙ୍କ ନାମ ଧରିଲେ ରୋଗ ନାଶ ହୋଇଯାଏ, ତାଙ୍କ ନାମ ଧରିଲେ ବିଷ ଧ୍ୱଂସନ ହୋଇଯାଏ। କିନ୍ତୁ ଆଜି ତ ହଉଛି କଳିକାଳ, ସବୁ ଦେବାଦେବୀ ମାନେ ନିର୍ଦ୍ଦିଷ୍ଟ। କାହିଁକି ନା ବ୍ରାହ୍ମଣ ଆଉ ବ୍ରହ୍ମ ବିଦ୍ୟା ନ ପଢ଼ି ନାରେଣୀ ପଡ଼ୁଛି ବଡ଼ ଲୋକ ହବ। ତେଣୁ ପ୍ରଭୁ ଏକା ନିର୍ଦ୍ଦିଷ୍ଟ ସବୁ ଦେବାଦେବୀଙ୍କୁ ଆଜି ବ୍ରାହ୍ମଣ ମାନେ ମାରିଦେଲେଣି ଧନ ଲୋଭରେ। ତେଣୁ ସେ ବ୍ରାହ୍ମଣ କାହିଁକି? ବ୍ରାହ୍ମଣ ଏବେ ଧନ ଲୋଭରେ ନିଜେ ଶୂଦ୍ର କାର୍ଯ୍ୟ କରୁଛି। ତାଙ୍କ ଘରେ ଆଉ ଧର୍ମ ନାହିଁ। କାହିଁକି? ମଦ ମାଂସ ଖାଇଲେଣି ବ୍ରାହ୍ମଣ, ପରମାବୁଙ୍କ ଉପରେ ଆଖି ପକେଇଲେ ବ୍ରାହ୍ମଣ। ତେଣୁ ଆଜି ଧ୍ୱଂସ ବେଳ ଆସିଯାଇଛି। ତେଣୁ ମହାପ୍ରଭୁ ନିର୍ମିତ ତାଙ୍କ ନିର୍ଦ୍ଦିଷ୍ଟ ନିଦ୍ରା ଭାଙ୍ଗିବ କେତେବେଳେ? ନା ଯେତେବେଳେ ଭକ୍ତମାନଙ୍କୁ କାହି ତାପରା ପଡ଼ିବ। କେତେବେଳେ? ନା କଳିଯୁଗ ଶେଷ ବେଳକୁ। କାହି ତାପରା ତୁ ନମଣ ଦୁର୍ଜନରେ ଶରଣ, ତୁଳ ପଶରାଇ ବାବୁରେ ଏଇ କଥା ପ୍ରମାଣ। ଦେବତା ସୁପଥ ପ୍ରଭୁ ତୋର ହୋଇଲା ନିନ୍ଦା, କେମତେ ତୋ ଦେହ ସହିବ ବଡ଼ ବିଷମ ଧନ୍ଦା। ଅବିକା ହେଉଛି ଅନନ୍ତ ଯୁଗ, କଳିଯୁଗର ଶେଷ ହେଇ ଆସିଲାଣି, ଅଳ୍ପ ଅଛି। ବୋଲେ 1300 ପୁରିଲା ସନ ହେଲା ଅନନ୍ତ ଯୁଗ। ନିଶ୍ଚୟ ଘରେ ଘରେ ପଶିବେ ଜାଣି ଥା ଯେ ନାଗ। ଘରେ ଘରେ ନାଗ ପଶିଲେ ଆଖଣ୍ଡଳମଣି ଆଉ ମନ୍ଦିରରେ ନାହାନ୍ତି। କାହିଁକି? ବ୍ରାହ୍ମଣ କର୍ମ ଭୁଲ କଲେ। ତେଣୁ ପ୍ରଭୁ ଏକା ବାହାରେ ବୁଲୁଛନ୍ତି ଅନନ୍ତ, ତାଙ୍କର ଆଉ ମନ୍ଦିର ଦେଉଳରେ ସ୍ଥାନ ନାହିଁ। ସେ ଘରେ ଘରେ ପଶି ଯାଉଛନ୍ତି, ଘରେ ଘରେ ରହୁଛନ୍ତି। ତଥାପି ଏ ମାନବ ମୁଣ୍ଡରେ ଚେତନା ପଶୁନାହିଁ। ଚେତନା ପଶିବ କେତେବେଳେ? ନିକଟ ଭବିଷ୍ୟତରେ ଆସୁଛି ମାଡ଼ି। ଲେଖିଛନ୍ତି ଅଚ୍ୟୁତ ପଦିଏ, ନୀଳାଞ୍ଚଳର ଧାମ ମୋର ପ୍ରକମ୍ପିତ ହେବ, କଳପ ବଟକୁ ମୋର ଭାଙ୍ଗି ପକାଇବ। ତାପରେ କଣ ହବ? ନା କଳିଯୁଗ ଶେଷ ହେଲେ ମହାପ୍ରଳୟ ହେବ,
ମହୋଦଧି ଜଳ ନୀଳ ଚକ୍ରକୁ ଛୁଇଁବ। ବଳରାମ ହେବେ ରାଜା କାହ୍ନୁ ପରିଚର, ଲାଗିବ ସୁଧର୍ମା ସଭା ଯାଜନ ଗ୍ରଠାର। ବୀଣା ବାଇ ନାରଦ ମୋ ଚାମ୍ବୁରେ ନାଚିବେ, ବ୍ରହ୍ମା ପଢୁଥିବେ ବେଦ ଅଚ୍ୟୁତି କହିବେ। ଲକ୍ଷ ଲକ୍ଷ ନର ନାରୀ ସେବିବେ ଚରଣ, କନ୍ୟା ରାଜା ଖଣ୍ଟ ପ୍ରଜା କରାଇବି ପୂର୍ଣ୍ଣ। ସମସ୍ତେ ଜଗନ୍ନାଥ ଜଗନ୍ନାଥ ହଉଛନ୍ତି, ଜଗନ୍ନାଥଙ୍କର ଆଉ କାରଦାନୀ ନାହିଁ। ବର୍ତ୍ତମାନେ ବଳରାମ ରାଜା, ଶିବ ରାଜା ହେଲେ କଣ ହବ ଜାଣିଛନ୍ତି ପରିସ୍ଥିତି। ଜଗନ୍ନାଥଙ୍କ ପାଖରେ ସତ୍ୟ ଶାନ୍ତି ଦୟା କ୍ଷମାର ପ୍ରତୀକ ଥିଲା। ଶିବଙ୍କର କୂପେ ବର ନହେଲେ ତପେ ବର। ତେଣୁ ଆଜି ଏତିକି କହି ମୋର ବକ୍ତବ୍ୟ ରଖୁଛି। ପୁଣି ଦେଖା ହେବ ଆଗାମୀ ଅଧ୍ୟାୟରେ। ଜୟ ପ୍ରଭା ବାବା ଖଣ୍ଡଳମଣିଙ୍କର, ଜୟ ବାବା ହରିନାଥଙ୍କର, ଜୟ ବାବା ଖଣ୍ଡଳମଣିଙ୍କର, ପଞ୍ଚାନନଙ୍କର। ବୋଲ ଆନନ୍ଦ କର, ହରି ବୋଲ।